హి ఓం నమః శివాయ. ఓం నమః శివాయ. ఓం శ్రీ భద్రకాళీ సమేత వీరభద్రస్వామిని నమో నమః. మాతృ పితృభ్యో నమః. ఆచార్య అతిథిభ్యో నమః. శ్రీమాత లలితా త్రిపుర సుందరయే నమో నమః. ଶିବଶକ୍ତି ସ୍ୱରୂପ ପ୍ରିୟ ଭକ୍ତଗଣେ, ଏବେ ଶ୍ରୀ ତାରାମାଙ୍କର ମନ୍ତ୍ର କହିବା। ଏଟା ହେଉଛି ଉଗ୍ରତାରା ମହାମନ୍ତ୍ର। ସ୍ୱୟଂ ବ୍ରହ୍ମଦେବ ଏ ମନ୍ତ୍ରକୁ ଉପାସନା କଲେ ବୋଲି, ଏ ଉପାସନା ଦ୍ୱାରା ତାଙ୍କର ବେଦ ଜ୍ଞାନ ବିସ୍ତୃତ କଲେ ବୋଲି ଶାସ୍ତ୍ର କହୁଅଛି। ସେମିତି ଉତ୍କୃଷ୍ଟ ହେବା ଏକଜଟା ତାରା ଦେବୀଙ୍କର ମନ୍ତ୍ର ଆମେ ବି ଜପ କରି ସୁବିଧା ପାଇପାରିବା। ଏହି ମନ୍ତ୍ର 1,01,00,000 ଜପିବା ଦ୍ୱାରା ତାହିଁରେ ଦଶାଂଶ ଯଜ୍ଞ, ଦଶାଂଶ ତର୍ପଣ, ଦଶାଂଶ ମାର୍ଜନ, ତାହିଁରୁ ଦଶାଂଶ ଭୋଜନ ଦେଇ ଶ୍ରୀ ତାରା ମାଙ୍କର ଅନୁଗ୍ରହରେ ସବୁ ସୁବିଧା ପାଇପାରିବୁ। ଏହି ମନ୍ତ୍ରଟି ଦିନ ବେଳେ ସକାଳ ସନ୍ଧ୍ୟାରେ ଜପି ଆହୁରି ରାତି 12ଟାରୁ 3ଟା ଭିତରେ ଯଦି ଜପିବା ବହୁତ ଫଳଦାୟୀ ଅଟେ। ରଙ୍ଗ ବସ୍ତ୍ର, ରଙ୍ଗ ମାଳି, ରକ୍ତଚନ୍ଦନ ମାଳି ଜପ କରିପାରିବେ। ରଙ୍ଗ ବସ୍ତ୍ର ଆସନ ପକାଇ ପୂର୍ବ ଉତ୍ତର ମୁହଁରେ ବସି ଏହି ମନ୍ତ୍ର ଜପ କରିପାରିବେ। ତାରା ଦେବୀଙ୍କର ମନ୍ତ୍ରଟି ଶିଶୁ ଜନ୍ମ ହେଲା ବେଳେ ଗରିକା, ଆମର ଦୁବ ଗରିକା ସାଙ୍ଗେ ଗୋରଚନାରେ ଏହି ମନ୍ତ୍ର ଯଦି ସେ ଶିଶୁଙ୍କର ଜୀବରେ ଯଦି ଲେଖିବା, ସେ ପିଲା ବୟସ 9 ବର୍ଷରୁ ଉଣା ଥିବା ଅଛି, ସେ ସମୟରେ ଯଦି ଏହି ମନ୍ତ୍ର ଯଦି ଲେଖିବା, ସେ ଅଖଣ୍ଡ ଶାସ୍ତ୍ର ପଣ୍ଡିତ ହେଇପାରିବ। ଏହି ମନ୍ତ୍ର ଜପିବା ଦ୍ୱାରା ଗୁରୁଗ୍ରହ ଶାନ୍ତ ହେବେ। ଏହି ମନ୍ତ୍ରଟି ସୂର୍ଯ୍ୟଗ୍ରହଣ ନା ଚନ୍ଦ୍ରଗ୍ରହଣ ସମୟରେ, ନଦୀ ସମୀପରେ ନା ଅଙ୍କଲ ଗଛ ମୂଳେ ବସିକି ଯଦି ମନ୍ତ୍ର ଜପ କରିବା ମହାଜ୍ଞାନୀ ପଣ୍ଡିତ ହେଇପାରିବେ। କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଦିଗମ୍ବର ହେଇ ଶ୍ମଶାନରେ ଯଦି ଜପ କଲେ ତାରା ଦେବୀଙ୍କର ଅନୁଗ୍ରହରେ ବାକ୍ଶୁଦ୍ଧି ପାଇପାରିବେ। ଏହି ମନ୍ତ୍ର ଜପିବା ଦ୍ୱାରା ବିଦ୍ୟା, ସୁଖ, ଧନ, ଆୟୁ, କୀର୍ତ୍ତି, ବଳ, ସୁନ୍ଦର ହେବା, ଶାରୀରିକ ଦାରିଦ୍ର୍ୟ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ସାଫଲ୍ୟତା, ଇଷ୍ଟ କାର୍ଯ୍ୟ ସିଦ୍ଧି ଏହି ମନ୍ତ୍ରର ମୂଳ ଅଟେ। ପ୍ରିୟ ଭକ୍ତଗଣେ, ଏବେ ଶ୍ରୀ ତାରା ଦେବୀଙ୍କର ଧ୍ୟାନ କହିବା, ସେଉତାରୁ ଆମେ ମନ୍ତ୍ର କହିବା। ଏବେ ଶ୍ରୀ ତାରା ଦେବୀଙ୍କର ଧ୍ୟାନ। ପିଙ୍ଗୋଗ୍ରୈକ ଜଟାମ୍ ଲସତ୍ସୁରସନାମ୍ ଦଂଷ୍ଟ୍ରାମ୍ କରାଳାନାମ୍ ଆସ୍ତ୍ରୈଶ୍ଚାପି వరం కటే విదాధాథిం శ్వేతస్థిత పట్టాళికాం అక్షోభ్యేన విరాజమాన శిరసాం స్మేరాణానాంబోరుహాం తారాం శవహృదయాసనాం దృఢకుచామాంబాం ତ୍ରୈଲୋକ୍ୟଃ ସ୍ମରେତ୍। ଶ୍ରୀ ତାରା ଦେବୀ ଶବ ହୃଦୟରେ ବସିକି ଦୃଢ଼ ହେଇଥିବା ବାଳ ବିରାଜମାନ କରି ଗୋଟେ ହାତରେ ଖଣ୍ଡା, ଗୋଟେ ହାତରେ ମନୁଷ୍ୟର ଶିର ଧରି ଆଶୀର୍ବାଦ ଦେଇ ଧଳା ରୂପରେ ଥିବା କୁଚ ବାନ୍ଧି 3ଟା ଲୋକ ଡାକୁଥିଲେ ସ୍ମରଣ କରୁଥିବା ଶ୍ରୀ ତାରା ଦେବୀଙ୍କୁ ମୁଁ ଧ୍ୟାନ କରୁଅଛି ବୋଲି ଧ୍ୟାନ କହି ସେ ଉତାରୁ ଆମେ ଏହି ମନ୍ତ୍ରଟି ଯାହା ପାଇଁ କରୁଛୁ, ଯୋଉ ଉଦ୍ଦେଶ୍ୟରେ କରୁଛୁ ବୋଲି ବିନିయోଗ କରାଯାଉଛି। ଏବେ ବିନିయోଗ। ଓಂ ଅସ୍ୟ ଶ୍ରୀ ତାରା ମନ୍ତ୍ରସ୍ୟ ବଶିଷ୍ଠ ଋଷିଃ ଗାୟତ୍ରୀ ଛନ୍ଦଃ ଶ୍ରୀ ତାରା ଦେବତା ହ୍ରୀଂ ବୀଜଂ ହୁಂ ଶକ୍ତିଃ ସ୍ତ୍ରୀଂ କୀଲକଂ ଶ୍ରୀ ତାରା ମହାବିଦ୍ୟା ପ୍ରୀତ୍ୟର୍ଥଂ ଜପେ ବିନିయోగః। ଏମିତି ବିନିయోଗ କହିଲା ଉତାରୁ ଋଷି ନ୍ୟାସ କହିବା ଲୋକ ଋଷିଆ ନ୍ୟାସ କହିପାରିବେ। ବଶିଷ୍ଠ ଋଷି ଗାୟତ୍ରୀ ଛନ୍ଦସ ହ୍ରୀଂ ବୀଜଂ ହୁಂ ଶକ୍ତିଃ ସ୍ତ୍ରୀଂ କୀଲକଂ ଶ୍ରୀ ତାରା ମହାଦେବତା ସର୍ବାଙ୍ଗେ ବ୍ୟାପକಂ କୁର୍ୟାତ୍ ବୋଲି ଆମେ ଋଷିଆ ନ୍ୟାସ କହିପାରିବୁ। ଏବେ ଷଡ଼ନ୍ୟାସ ବୋଲେ ଅଙ୍ଗନ୍ୟାସ, ହୃଦନ୍ୟାସ। ଓಂ ହ୍ରାಂ ଅଙ୍ଗୁଷ୍ଠାଭ୍ୟାଂ ନମଃ ହୃଦୟାୟ ନମଃ। ଓಂ ହ୍ରୀଂ ତାଜ୍ఞିଭ୍ୟାଂ ସ୍ୱାହା ଶିରସେ ସ୍ୱାହା। ଓಂ ହ୍ରୂଂ ମଧ୍ୟମାଭ୍ୟାଂ వసట్ ଶିଖାୟ వసట్। ఓం హ్రైం అనామికాభ్యాం హుం కవచాయ హుం। ఓం హ్రౌం కనిష్ఠికాభ్యాం వసట్ నేత్రత్రయాయ వసట్। ఓం హ్రః କରତଳ କର୍ପୃଷ୍ଠାଭ୍ୟାం ହସ୍ତ୍ରାୟ ଫଟ୍। ଭୋର ଭୋର ସୌରମିତି ଦିଗ୍ବନ୍ଧଃ। ଏମିତି ଦିଗ୍ବନ୍ଧନ କହିଲା ଉତାରୁ ଆମେ ପ୍ରଚକ୍ଷରେ ହିଁ ଜପ କରିପାରିବା। ଏବେ ଶ୍ରୀ ତାରା ଦେବୀଙ୍କର ଉଗ୍ରତାରା ମହାମନ୍ତ୍ର। ମନ୍ତ୍ର ଓಂ ତ୍ରୀଂ ହ୍ରୀଂ ହୁಂ ହ୍ରୀଂ ହୁಂ ଫଟ୍। ମନ୍ତ୍ର ଆଉ ଥରେ ଓಂ ତ୍ରୀଂ ହ୍ରୀଂ ହୁಂ ହ୍ରୀଂ ହୁಂ ଫଟ୍। ମନ୍ତ୍ର ଆଉ ଥରେ ଓಂ ତ୍ରୀଂ ହ୍ରୀଂ ହୁಂ ହ୍ରୀଂ ହୁಂ ଫଟ୍।
ଦିବ୍ୟାତ୍ମ ସ୍ୱରୂପ ପ୍ରିୟ ଭକ୍ତଗଣ ଯେକୌଣସି ମନ୍ତ୍ର ଜପ କଲେ ବି ଆଗେ ଆମେ କୁଳଦେବତା ଆରାଧନା ଇଷ୍ଟ ଦେବତା ଆରାଧନା ସମ୍ପୂର୍ଣ୍ଣ କରି ପ୍ରତ୍ୟକ୍ଷରେ ହିଁ ଜପ କରିପାରିବୁ। ସବୁ ମନ୍ତ୍ରକୁ ବାଚିକ ଜପ ହିଁ କରିବା ଅଛି, ମାନସିକ ଉପାଂଶ ଜପ ଏହି ତନ୍ତ୍ର ଯୋଗରେ ହେବ ନାହିଁ। ଆଉ ଗୁରୁଙ୍କର ସମ୍ମୁଖରୁ ମନ୍ତ୍ର ଗ୍ରହଣ କରି ମନ୍ତ୍ରବିଧି ଜାଣି ଅଷ୍ଟଦିକ୍ ବନ୍ଦନା ଯନ୍ତ୍ରବିଧି କରି ଯଦି ଆମେ ଜପ କରିପାରିବା ଶୀଘ୍ର ଫଳଦାୟୀ ଅଟେ। ଆମେ ଆଗେ ପ୍ରସଙ୍ଗ ଯାକ ଶୁଣିବା, ଆମର ଅଳାରେ ହେବା ମନ୍ତ୍ରଟା ଜପିବା, ଦେଖିବା ଆସିବା ଫଳ ଯଦି ଆମକୁ ସନ୍ତୃପ୍ତି ନ ଦିଆଯାଏ ସେତେବେଳେ ଗୁରୁଙ୍କ ସମ୍ମୁଖରୁ ମନ୍ତ୍ର ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଆମ ପାଖକୁ ଆସିକି ଯଜ୍ଞ ଯନ୍ତ୍ର ପୂଜା କରେଇକି ବି ତମେ କରିପାରିବେ। ଯଦି ନା ଆମଠୁ ଯଜ୍ଞ ଯନ୍ତ୍ର କରେଇକି ବି ତମେ ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଏହି ଯଦି ପ୍ରଥମରେ ଆପଣ ପ୍ରସଙ୍ଗ ଯାକ ଶୁଣନ୍ତୁ, ଅବଗାହନା ବଢନ୍ତୁ, ଆପଣ ସୁବିଧା ହେବା ମନ୍ତ୍ରଟି ଆପଣ ଜପ କରି ଆପଣ ମନଟାକୁ ସମ୍ପୂର୍ଣ୍ଣ କରିନିଅନ୍ତୁ। ଯେକୌଣସି ମନ୍ତ୍ର ଜପିଲେ ବି ମଦ୍ୟପାନ ମାଂସଭକ୍ଷଣ ପରସ୍ତ୍ରୀ ବ୍ୟାୟାମ ହୋ ଧୂମ୍ରପାନ ନିଷେଧ ଶୁଚି ଶୁଭ୍ରତା ପାଳନ କରିବା ଅଛି। ହାଇନ୍ଦବ ସନାତନ ଧର୍ମରେ ଅସ୍ତିବା ସବୁ ନିୟମ ପାଳନ କରି ଦୀକ୍ଷା କଙ୍କଣବଦ୍ଧ ହୋଇ ଆପଣ ଯଦି 22 ଦିନ ଦିନକୁ 8 ମାଳ ଯଦି ଜପିବେ ବାଜ୍ୟରେ ଫଳ ପାଇପାରିବେ। ଫଳ ଯଦି ଅସୁବିଧା ହେଲା ଆମ ସାଙ୍ଗେ ସାକ୍ଷାତ କରନ୍ତୁ, ଯଦି ନା ଗୁରୁମାନଙ୍କୁ ସାକ୍ଷାତ କରି ଜାଣି ଶୁଣି ଜପ ଧ୍ୟାନ କରି ଆପଣ ମନଟା ସମ୍ପୂର୍ଣ୍ଣ କରି ନେବା ପାଇଁ ଆପଣ ହାତରେ ହେବା ସଚେଷ୍ଟା କରନ୍ତୁ। ହାଇନ୍ଦବ ସନାତନ ଧର୍ମ ଋଷିମାନେ ଆମକୁ ଯୋଗାଇଥିବା ବିଦ୍ୟା ବିନିଯୋଗ କରିବାଟାରେ ଭାରତୀୟ ସଂସ୍କୃତି ସମ୍ପ୍ରଦାୟ ରକ୍ଷା କରିବାଟାରେ ଆଗାମୀ ହେଇ ଆମର ସଂସ୍କୃତିରେ ଆସିଥିବା ପର୍ବପର୍ବାଣୀ ଆଚରଣ ବିଧିରେ ଥିବା ମର୍ମ ରହସ୍ୟଟି ଆମେ ଆଗେ ଗ୍ରହଣ କରି ତାର ସୁବିଧା ଆମେ ପାଇ ସେ ସୁନ୍ଦରମୟ ଆନନ୍ଦମୟ ଜୀବନକୁ ଆମେ ଦୁନିଆକୁ ପ୍ରଚାର କରିବାଟାରେ ଆଗାମୀ ହେବେ ବୋଲି ଆଶା କରି ସବୁବେଳେ ତମ ସେବାରେ ରତ୍ନଶ୍ରୀ ହିନ୍ଦୁ ସେବା ସମାଜ ଆଚାର୍ଯ୍ୟ ଭୀମ ସିଂହ ରାୟ କୁମାର और अपने के आनंद सागर महाराज।